ଗୋଟିଏ ପାହାଡ଼ କେବଳ ଗୋଟିଏ ପଥର ଆଉ ସେଥିରୁ ତିଆରି ହୋଇଛି ଏମିତି ଏକ ମନ୍ଦିର ଯାହା ଆଜିର ମଡର୍ଣ୍ଣ ଇଞ୍ଜିନିୟରିଂ ପାଇଁ ମଧ୍ୟ ଅସମ୍ଭବ। ନମସ୍କାର ବନ୍ଧୁଗଣ, ବ୍ରେନ୍ ବାଇଟ୍ ଏଆଇକୁ ସ୍ୱାଗତ। ଆଜି ଆମେ ଜାଣିବା ଏଲୋରା ଗୁମ୍ଫାର କୈଳାସ ମନ୍ଦିର ବିଷୟରେ। କୁହାଯାଏ ଏହାକୁ ମଣିଷ ନୁହେଁ ବରଂ ଏଲିଏନ୍ସ ମାନେ ତିଆରି କରିଥିଲେ। କିନ୍ତୁ ସତ କ'ଣ? ସାଧାରଣତଃ କୌଣସି ବିଲ୍ଡିଂ ତଳୁ ଉପରୁ ତିଆରି ହୋଇଥାଏ, କିନ୍ତୁ କୈଳାସ ମନ୍ଦିର ହେଉଛି ପୃଥିବୀର ଏକମାତ୍ର ମନ୍ଦିର ଯାହା ଉପରୁ ତଳକୁ ଟପ୍ ଟୁ ବଟମ୍ ପାହାଡ଼ କାଟି ତିଆରି କରାଯାଇଛି। ଏହି ମନ୍ଦିର ତିଆରି କରିବା ପାଇଁ ପାଖାପାଖି 4 ଲକ୍ଷ ଟନ୍ ପଥର ବାହାର କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ପଥର ଗୁଡ଼ିକ ଆଖପାଖ 50 କିଲୋମିଟର ପର୍ଯ୍ୟନ୍ତ କୁଆଡ଼େ ବି ଦେଖିବାକୁ ମିଳେ ନାହିଁ। ତେବେ ଏ ପଥର ଗଲା କୁଆଡ଼େ? କିଛି ଲୋକଙ୍କ ମତରେ ଏଥିରେ ରକ୍ ମେଲ୍ଟିଂ ଟେକ୍ନୋଲୋଜି ବ୍ୟବହାର ହୋଇଥିଲା, ଯାହା ଏଲିଏନ୍ସ ମାନେ ଦେଇଥିଲେ, କାରଣ ମାତ୍ର 18 ବର୍ଷ ଭିତରେ ହାତୁଡ଼ି ଓ ଚିଜେଲ୍ ସାହାଯ୍ୟରେ ଏତେ ବଡ଼ କାମ କରିବା ଅସମ୍ଭବ। କିନ୍ତୁ ଇତିହାସ କୁହେ ରାଷ୍ଟ୍ରକୂଟ ବଂଶର ରାଜା କୃଷ୍ଣ ପ୍ରଥମ ଏହାକୁ 8ମ ଶତାବ୍ଦୀରେ ତିଆରି କରିଥିଲେ। ଭାରତୀୟ କାରିଗରମାନେ ଭର୍ଟିକାଲ ଏକ୍ସକାଭେସନ୍ ପଦ୍ଧତି ବ୍ୟବହାର କରିଥିଲେ। ଏଲିଏନ୍ସ ନୁହେଁ ବରଂ ଏହା ଥିଲା ଆମ ପୂର୍ବଜଙ୍କ ଅଦ୍ଭୁତ ଦକ୍ଷତା। ସେମାନେ ପଥର କାଟିବା ପୂର୍ବରୁ ମନ ଭିତରେ ସମ୍ପୂର୍ଣ୍ଣ ନକ୍ସା ତିଆରି କରିସାରିଥିଲେ। ଗୋଟିଏ ଛୋଟ ଭୁଲ ହୋଇଥିଲେ ପୁରା ମନ୍ଦିର ନଷ୍ଟ ହୋଇଯାଇଥାନ୍ତା। ଆପଣଙ୍କୁ କ'ଣ ଲାଗୁଛି? ଏହା ଏଲିଏନ୍ ଟେକ୍ନୋଲୋଜି ନା ଭାରତୀୟ କାରିଗରୀର ଚମତ୍କାର? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଏମିତି ରହସ୍ୟମୟ ଭିଡ଼ିଓ ପାଇଁ ବ୍ରେନ୍ ବାଇଟ୍ ଏଆଇକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।